ସବୁ ସାରା ବିଶ୍ୱକୁ ବାଧୁଛି। ଯଦି ତାଙ୍କର ଉପରକୁ ଉଠୁଛି ଅଥଚ ଆମର ଧୀର ସ୍ଥିର ଉଠୁନାହିଁ, ତଳକୁ କମୁଛି, ତାହେଲେ ଆମେ ବିଚାର କରିବା ଆମେ ବେଶୀ କ୍ଷତିଗ୍ରସ୍ତ ହେଇଛୁ ଆଉ ସେମାନେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଇନାହାନ୍ତି। ଆସିବ ସେ ସମୟ ଆସିଗଲାଣି, ସେ ସମାଲୋଚନା ସେ ଆଲୋଚନା ଆମେ ସାମ୍ନାକୁ ଲୋକଙ୍କ ପାଖକୁ ନିଶ୍ଚିନ୍ତ ଏଇ ସମ୍ବାଦପତ୍ର ବିଭିନ୍ନ ଇଲେକ୍ଟ୍ରୋନିକ୍ ମିଡ଼ିଆ ହଉ ବା ପ୍ରିଣ୍ଟ ମିଡ଼ିଆ ହଉ ତା ଜରିଆରେ ସାମ୍ନାକୁ ଆସିବ, ଖୁବ୍ ଶୀଘ୍ର ଆସୁଛି। କିନ୍ତୁ ବର୍ତ୍ତମାନ ଆମେ ସମସ୍ତେ ନିଜେ ଅନୁଭବ କଲା ଭଳି ବ୍ୟବସ୍ଥା ହେଉଛି ଯେ ପେଟ୍ରୋଲ ଡିଜେଲ ଗ୍ୟାସ୍ ବଢ଼ିବା, ଡାଲି ତେଲ ଯାହା ଜିନିଷ କିଣିବା ପାଇଁକି ସେ ଜିନିଷର ଦର ବଢ଼ିବା ପ୍ରତ୍ୟେକ ଲୋକକୁ ବାଧିବ। ପରଚେଜିଂ ପାୱାର ରିଡ୍ୟୁସ୍ଡ ହେବ, କମିବ ଏବଂ ଯେଉଁମାନଙ୍କର ଆୟ ବୃଦ୍ଧି ପାଉନାହିଁ, ଆୟ ସୀମିତ ରହିଯାଇଛି ବା ସ୍ଥିର ରହିଯାଇଛି, ସେମାନଙ୍କୁ ସବୁଠାରୁ ବଡ଼ ବିପଦର କାଳ ହେବ। ସେଇ ସଂଖ୍ୟା ହେଉଛି ଓଡ଼ିଶାରେ ସବୁଠାରୁ ବେଶୀ। ଯେଉଁ ସଂଖ୍ୟାର ଆୟ ସଙ୍କୁଚିତ ହେଇଯାଇଛି ତାଙ୍କ ସଂଖ୍ୟା ହେଉଛି ସମସ୍ତ ପପୁଲେସନର, ଓଡ଼ିଶା ପପୁଲେସନର 70%। ଯଦି ସାର୍ ସୁନା ନ କିଣିବେ ଲୋକ ତାହେଲେ ଦେଶ ପାଇଁ ଭଲ ବୋଲି କୁହାଯାଉଛି। କୋଉଟା? ସୁନା 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 ଓଡ଼ିଶାରେ ଆମେ ବେଶୀ ବ୍ୟବହାର କରୁନା, କେବଳ ବାହାଘର ବ୍ରତ ଘରରେ ବ୍ୟବହାର କରୁ, କିନ୍ତୁ କିମ୍ବା ଫଙ୍କସନରେ କୋଉଠି ଗୋଟେ ଆମେ ତାକୁ ଦଉ। କିନ୍ତୁ ଆମେ ସମସ୍ତେ ଲକ୍ଷ୍ୟ କରିଥିବା ଦକ୍ଷିଣ ଭାରତରେ ହଉ ବା ଅନ୍ୟ ରାଜ୍ୟରେ ହଉ ସୁନାର ବ୍ୟବହାର ତାଙ୍କର ଗୋଟେ ଚଳଣି ଭଳିଆ ଚାଲିଥାଏ। ସୁନାର ବ୍ୟବହାର, ସୁନାର ମୁଁ ପଚାରୁଛି ସୁନାର କାହିଁକି ଦର ବଢ଼ିଲା ଏତେ ଜୋରରେ, କ'ଣ ପାଇଁ ବଢ଼ିଲା? ସେଇ ସମୟରେ ବିଚାର କରିବାର ନଥିଲା ଯେ ସୁନାକୁ ଆମେ କଣ୍ଟ୍ରୋଲ କରିକି ଆମ ପାଖରେ ରଖିଲେ ବହୁତ ସୁନା ଓଡ଼ିଶାରେ ଅଛି, ଭାରତବର୍ଷରେ ଅଛି। ଭାରତବର୍ଷର ଗୃହିଣୀମାନଙ୍କ ପାଖରେ ବି ସୁନା ଅଛି, ଭାରତବର୍ଷର ଠାକୁର ମନ୍ଦିରରେ ବି ସୁନା ଅଛି। ଏବେ ତ ଅନେକ ଠାକୁର ମନ୍ଦିରରେ କେବଳ ଚୋରି ଯାଉଛି, ସୁନା ରୂପା ଚୋରି ଯାଉଛି, ଆଉ ଚୋରମାନେ ଆଉ କୁଆଡ଼େ ଯାଉନାହାନ୍ତି, ଚୋର ବର୍ତ୍ତମାନ ମନ୍ଦିରରେ ପଶିଲେଣି। ମନ୍ଦିରରେ ସବୁ ପ୍ରତିଦିନ ଦେଖିଲେ ମନ୍ଦିର ଚୋରି, ଅମୁକ ମନ୍ଦିରରୁ ଏତେ ରୂପା ଗଲା, ଏତେ ସୁନା